ଆରେ ମା କୁଆଡେ ଗଲୁ? ଆଜି ମୁଁ ତ ମନ ପସନ୍ଦର କ୍ଷୀରି କରିଛି, ଆ ଖାଇବୁ। ସତରେ ମା ଆଜି କ୍ଷୀରି କରିଛ? କ୍ଷୀରି ମୋର ବହୁତ ପସନ୍ଦ। ଆଚ୍ଛା ଠିକ ଅଛି ରେ ମା, ତୁ ଏଠି ବସି କ୍ଷୀରି ଖାଉଥା, ମୁଁ ଯାଏ ବତକ ଭଉଣୀଙ୍କୁ ବି କ୍ଷୀରି ଦେଇ ଆସେ। ଆରେ ବତକ ଭଉଣୀ, ଛୁଆଙ୍କୁ ଧରି କୁଆଡେ ଯାଉଛ? ଚଢ଼େଇ ଭଉଣୀ, ମୁଁ ଆଜି ମୋ ଛୁଆମାନଙ୍କୁ ପହଁରା ଶିଖେଇବା ପାଇଁ ପୋଖରୀକୁ ନେଉଥିଲି। ଆଉ ତୁମେ ଏତେ ସକାଳୁ ସକାଳୁ ମୋ ଘରକୁ ଆସିଲ ଯେ, କ'ଣ କାମ ଥିଲା କି ମୋ ପାଖରେ? ବତକ ଭଉଣୀ, ମୁଁ ଆଜି କ୍ଷୀରି ରୋଷେଇ କରିଥିଲି, ତମକୁ କ୍ଷୀରି ଦେବାକୁ ଚାଲି ଆସିଲି, ଏଇ ନିଅ। ଆରେ ଚଢ଼େଇ ଭଉଣୀ, କୁଆଡେ ଯାଉଛ? ଘର ଭିତରକୁ ଆସ, କିଛି ସମୟ କଥା ହେବା ତାପରେ ଯିବ। ନା ନା ବତକ ଭଉଣୀ, କୁନି ଘରେ ଏକା ଅଛି, ମୁଁ ଆଉ ଦିନେ ତମ ଘରକୁ ଆସିଲେ କଥା ହେବା, ଏବେ ମୁଁ ଯାଉଛି। ଚଢ଼େଇ ଆଉ ବତକ ପାଖାପାଖି ରହୁଥିବାରୁ ସେ ଦୁଇ ଜଣ ଖୁବ ଭଲ ସାଙ୍ଗ ଥିଲେ। ଏମିତି ତାଙ୍କ ଦିନ ଭଲରେ ବିତୁଥିଲା। ହେଲେ ଦିନେ ହଠାତ୍ ମା ବତକର ଦେହ ଖରାପ ହେଇଗଲା। ଚଢ଼େଇ ଭଉଣୀ, ମତେ ଲାଗୁନି ମୁଁ ଆଉ ବଞ୍ଚିବି। ମୋ ଦୁଇ ଛୁଆ ତମକୁ ଲାଗିଲେ, ନିଜ ଛୁଆଙ୍କ ପରି ତାଙ୍କ ଯତ୍ନ ନେବ। କାନ୍ଦନି ପିଲାମାନେ, ଆଜିଠୁ ମୁଁ ତମମାନଙ୍କ ମା, ମୁଁ ତମମାନଙ୍କର କିଛି ଅସୁବିଧା ହେବାକୁ ଦେବିନି। ଆସ ମୋ ସାଙ୍ଗରେ। ମା, ତୁମେ ଏଇ ଦୁଇ ଜଣଙ୍କୁ ଆମ ଘରକୁ କାହିଁକି ଆଣିଛ? ଏମାନେ କ'ଣ ବୁଲିବା ପାଇଁ ଆମ ଘରକୁ ଆସିଛନ୍ତି? ନା ରେ ମା, ଏମାନେ ବୁଲିବାକୁ ଆସିନାହାନ୍ତି, ଆଜିଠୁ ଏମାନେ ଆମ ସାଙ୍ଗରେ ରହିବେ। ତାଙ୍କ ମା ଆଉ ଏ ଦୁନିଆରେ ନାହିଁ, ସେଥିପାଇଁ ମୁଁ ଦୁଇ ବତକ ଛୁଆଙ୍କୁ ଆମ ଘରକୁ ନେଇ ଆସିଛି। ଆଜିଠୁ ମୋର 3ଟି ଝିଅ। ମା କୁନି, ତୁ ବି ଏମାନଙ୍କୁ ନିଜ ଭଉଣୀ ପରି ଦେଖିବୁ, ଠିକ ଅଛି? ଆଚ୍ଛା ଠିକ ଅଛି ମା। ସେଦିନ ପରଠାରୁ ଦୁଇ ବତକ ଛୁଆ ଚଢ଼େଇ ଘରେ ରହିଲେ। ଚଢ଼େଇ ଛୁଆ ସେମାନଙ୍କ ସହ ପ୍ରତିଦିନ ଖେଳୁଥିଲା। ଆରେ ପିଲାମାନେ ଦେଖ, ମୁଁ ଫଳ ନେଇ ଆସିଛି, ଆସ ଖାଇନିଅ। କୁନି ତା ମା ପାଖରୁ ଫଳ ନେଇ ଖାଇଲା, ହେଲେ ବତକ ଛୁଆ ମାନେ ଫଳ ଖାଇଲେନି। ଆରେ ତମେ ମାନେ କାହିଁକି ଛିଡା ହେଲ? ନିଅ ଫଳ ଖାଅ। ନାଇଁ ମା, ଆମେ ଫଳ ଖାଇ ପାରିବୁନି। ମା ଯେତେବେଳେ ବଞ୍ଚିଥିଲେ ସେ ପ୍ରତିଦିନ ଆମକୁ ମାଛ ଆଣି ଦିଅନ୍ତି। ଓ ଆଚ୍ଛା, ତମେ ମାନେ ମାଛ ଖାଇବ ତ? ହଉ, ମୁଁ ଏବେ ଆଣି ଦଉଛି। ତାପରେ ମା ଚଢ଼େଇ ପୋଖରୀକୁ ଯାଇ ମାଛ ଧରିଲା। ସେଦିନ ସେ ଅନେକ ମାଛ ପୋଖରୀରୁ ପାଇଲା। ତାପରେ ସେ ଘରକୁ ମାଛ ଆଣି ଭାଜିଲା। ମା, ଏ ସବୁ ମାଛ କ'ଣ ମୋ ପାଇଁ? ନାଇଁ ରେ ମା, ଏ ସବୁ ମାଛ ଭଜା ତ ବତକ ଭଉଣୀଙ୍କ ପାଇଁ। ତୁ ଫଳ ଖାଇପାରୁ, ହେଲେ ସେମାନେ ଫଳ ଖାଇ ପାରୁନାହାନ୍ତି, ସେଥିପାଇଁ ତ ମୁଁ ସେମାନଙ୍କ ପାଇଁ ମାଛ ଭାଜିଛି। ମୁଁ ଯାଏ ତାଙ୍କୁ ଡାକି ମାଛ ଦିଏ। ମା ଚଢ଼େଇ ଦୁଇ ବତକ ଛୁଆଙ୍କୁ ମାଛ ଦେଲା। ବତକ ଛୁଆ ମାନେ ଖୁସିରେ ମାଛ ଭଜା ଖାଇଲେ। ଏସବୁ ଦେଖି ତ କୁନି ଅନେକ ରାଗିଗଲା। ମା ବତକ ଛୁଆ ମାନଙ୍କୁ କେତେ ଭଲ ପାଉଛନ୍ତି, ତାଙ୍କ ମନ ପସନ୍ଦର ଖାଇବା ରାନ୍ଧୁଛନ୍ତି। ଯେବେଠୁ ଏମାନେ ଆମ ଘରକୁ ଆସିଲେଣି, ମା ମତେ ପୁରାପୁରି ଭୁଲି ଗଲେଣି, ମତେ ଆଉ ଆଗ ଭଳି ଭଲ ପାଉନାହାନ୍ତି। ଆରେ କୁନି, ଆମ ପାଖକୁ ଆସ ଭଉଣୀ, ଆମେ ମିଶିକି ମାଛ ଭଜା ଖାଇବା। ତମ ଆଦରର ମା ତମ ମାନଙ୍କ ପାଇଁ ମାଛ ଭାଜିଛନ୍ତି, ତମେ ମାନେ ହିଁ ଖାଅ, ମୁଁ ଜମା ବି ମାଛ ଭଜା ଖାଇବିନି। ମା, କୁନି କ'ଣ ଆମ ଉପରେ ରାଗିଗଲା କି? ଆରେ ନା ନା, କୁନି ତମ ମାନଙ୍କ ଉପରେ ଜମା ବି ରାଗିନି, ତମେ ମାନେ ମାଛ ଖାଅ। ବତକ ଛୁଆ ମାନଙ୍କ ବାପା ମା ନଥିବାରୁ ଚଢ଼େଇ ସେମାନଙ୍କର ଟିକେ ଅଧିକ ଯତ୍ନ ନେଉଥିଲା। ହେଲେ ଏସବୁ କୁନିକୁ ଜମା ବି ଭଲ ଲାଗୁନଥିଲା। ସେ ଭାବୁଥିଲା ତା ମା ତାକୁ ଆଉ ଆଗ ଭଳି ଭଲ ପାଉନି। ଆରେ କୁନି, ତୁ ଏଠି ବସି କ'ଣ କରୁଛୁ? ସମସ୍ତେ ପଡ଼ିଆରେ ଖେଳୁଛନ୍ତି, ଚାଲେ ଆମେ ବି ଖେଳିବା। ନା, ମୁଁ କୁଆଡେ ବି ଯିବିନି, ତୁ ଯା, ଆଜି ମୋର ମନ ଭଲ ନାହିଁ। କ'ଣ ହେଇଛି ତୋର? ମତେ କହ, ମୁଁ ତ ତୋର ସାଙ୍ଗ ନା। ଆରେ ସେ ବତକ ଛୁଆ ମାନେ ତାହେଲେ ତ ଜାଗା ମାଡ଼ି ବସିଲେଣି। ମାଉସୀ ଯେତେବେଳେ ସେମାନଙ୍କୁ ନିଜ ଝିଅ କରି ସାରିଲେଣି, ତୁ ଆଉ କ'ଣ କରିପାରିବୁ? ତୁ ବି ସେମାନଙ୍କୁ ନିଜ ଭଉଣୀ ଭାବିନେ। ନା, ମୁଁ ସେମାନଙ୍କୁ ମାନି ପାରିବିନି। ମୁଁ ସେ ଦୁଇ ବତକ ଛୁଆଙ୍କୁ ଅନେକ ଦୂରକୁ ପଠେଇଦେବି, ଯେମିତି ସେମାନେ ଆମ ଘରକୁ ଆଉ କେବେ ବି ଆସିପାରିବେନି। ମୋ ପାଖରେ ଗୋଟିଏ ଉପାୟ ଅଛି, ଶୁଣ।
ठीक अच्छी तू जदि एमिति चाहछु मु तते साहाय्य करिबी एबे चल सेमानक पाखकु बाबा तमे दुई जण बतक केते बढ़िया नदी रे पहरुछ आमे जदि तम परी पहरी पारंतु केते मजा हुअंता हाँ आमे जेमिति पहरी पारिबानी बतक माने भी आम परी सेमिति उड़ी पारिबिनी हाँ कुन्नी तू ठीक कहिलु तम मानको आकाश रे उड़ीबार देखिले हमको भी उड़ीबा को इच्छा हुए एबे एमाने मो चालरी पड़िले एबे खाली आउ अल्प काम आरे भौणी माने मु तम मानकर उड़ीबा इच्छा पूरा करि परिबी हेले केमिति कुन्नी आम पाखरे तम मानक परी उड़ीबार शक्ति नाही तमे माने जमा व्यस्त हुअनी मु एबे तम उड़ीबार व्यवस्था करूची एमिति कही कुन्नी आगकू गला आउ एक लंबा लाठी धरी तांका पाखकू आसिला एई देख तमे माने निज थंटरी ए लाठी को धर मु आउ मो सांग लाठीर दुई पट को धरी आकाश रे उड़ीबो सेमिति रे तम उड़ीबा इच्छा पूरा हेई जिवो एमिति बतक छुआ माने लाठी को थंटरी धरिले काउ छुआ और चढ़ई छुआ लाठी को धरी आकाश रे उड़िले किछि दूर गला परे से माने गोटे खाली कुआ देखिले जेमिति से माने कुआ पाखरे पहुंचिले काउ छुआ और चढ़ई छुआ लाठी को छाड़ी देले दुई असहाय बतक छुआ कुआ भितरे पड़ी गले भल हेइचे मानकू मो माँ को मो पाखरु छड़ी नेउथला ना एबे कुआरु तमे माने केबे भी बाहरी पारिबनी एमिति कही से दुई जण सेठारु चली गले कुआ भितरे बतक छुआ माने भयर कांदुथिले आमे कुआ भितरु केमिति बाहरिबो कोन पे से माने हम सांगरे एमिति कले दीदी मते भारी डर लागुची आमे आउ केबे भी एठु बाहरी पारिबानी आमे कुआ भितरे रही मरि जेबा माँ हमको बचा बतक छुआ माने भयरी कुआ भितरे पड़ी कांदुथिले सेपटे माँ चढ़ी सेमानकु जंगल रे बुली बुली खोजुथिला मिट्टू भाई तमे कोन मो बतक छुआ मानकु देखिछ हाँ मु सेमानकु देखिछि मु जमी रे काम करूथिली सेते बेले देखिली तो झियो आउ काउ झियो बतक छुआ मानकु धरी आकाश रे उडुथिले जा तो झियो को ही पचारिबो से कहि परिबो बतक छुआ माने कोठी अछंती ए सब सुनी तो माँ चढ़ी अनेक रागी गला आउ से घर को आसिला सत सत कह कुनी तू बतक छुआ मानकु कोठी रखि आसीजु ये माँ मु से विषय किछि जानिनी मिछ कहनी मिट्टू भाई निजे देखिचंती तू आउ चिकी मिसी दुई बतक छुआ धरी आकाश रे उडुथला भलरे कह से माने कोठी अछंती नहले पिटी पिटी मु तो पार्टी रु कथा बाहर करिबी माँ अन्य छुआ मानक पाई तुमे मते मारिबो तुमे तो मते भूली गलनी आउ आग भली भल पाउन सेति पाई मु से दुई जन को कुआरे पकई देछि भल करिछि मु तांका सा ए तू कोन कलु रे माँ तू जानिछु जेते बेले तू सान थिलु तते बंचेबाको जाई सेमानक बापार जीवन चली गला आउ तांका मार मृत्यु परे से माने पूरा पूरी अनाथ हेई गले तो पाखरे तो बापा माँ अछंती हेले सेमानक पाखरे किए अछि कहिलु सेति पाई मु तांकर टिके अधिक जतन नेउथिली जेमिति सेमाने निजको एका न भाबिबे हेले तू तांको सह कोन कलु माँ मते क्षमा करि दियो मो भूल बुझी पारुची चलो मु तुमको से कुआ पाखकु नहीं जीबी भौणी मानकु बंचेबा चलो तापरे माँ छुआ मिसी कुआ पाखकु गले माँ चढ़ी दौड़ी पकई बतक छुआ मानकु कुआरु बाहर कला मो दुई सान भौणी तमे माने मते क्षमा करि दियो मोर भूल हेई गला मु तम मानको ऊपर रागी बहुत बड़ भूल करि दिली ही थरक मते क्षमा करि दियो मु आउ एमिति भूल केबे भी करिबिनी कोनी तू तो भूल बुझी पारिलु सेतिकी रे आमे खुशी तू आउ कान्नी भौणी चले घर को जिबा एमिति तीन छुआ सांग हेई गले ए सब देखि माँ चढ़ी खूब खुशी हैला तापरे समस्ते घर को गले अरे चिके काली ना मो बापा दुईटा गुड़ी आनिचंती चाल आमे गुड़ी उड़ेबा बा कोनी तो गुड़ी दुईटा भारी सुंदर हेइची आम जंगल पाखरे गोटे खाली पड़िया अछि चाले आमे सेठी गुड़ी उड़ेबा एमिति कथा हेई से दुई सांग खोला पड़िया रे जाई गुड़ी उड़ेले हठात सेही समय रे जोरे पवन बहिला आउ सेमानक गुड़ी उड़ी अनेक दूर को चली गला
ବାପା କେତେ ଖୁସିରେ ମୋ ପାଇଁ ଗୁଡ଼ି ଆଣିଥିଲେ। ମନ ଦୁଃଖ କରନି କୁନି, ଚାଲ ଆମେ ତ ଗୁଡ଼ି ଖୋଜିବାକୁ ଯିବା। ନିଶ୍ଚୟ ଆଖପାଖରେ ତ ଗୁଡ଼ି ପଡ଼ିଥିବ। ତାପରେ ସେ ଦୁଇ ଜଣ ମିଶି ଜଙ୍ଗଲ ସାରା ବୁଲି ବୁଲି ଗୁଡ଼ି ଖୋଜିଲେ, ହେଲେ କୋଉଠି ବି ପାଇଲେନି। ଆରେ କୁନି, ଏତେ ଜାଗା ଖୋଜିଲେଣି ହେଲେ କୋଉଠି ବି ତ ଗୁଡ଼ି ପାଇଲେନି। ଘରକୁ ଗଲେ ତ ବାପାଙ୍କୁ ସବୁ କଥା କହିଦେବୁ, ସେ ତ ଉପରେ ଜମା ବି ରାଗିବେନି। ଚାଲେ ବି ଘରକୁ ଯିବା। ଆରେ ଚିକି, ସେପଟେ ଦେଖେ, ପାଣି ଭିତରେ ଗୋଟେ ଫୁଲ ଗଛ ଅଛି। ହେଲେ ଗଛରେ ଗୋଟେ ହିଁ ଫୁଲ କାହିଁକି ଫୁଟିଛି? ଫୁଲଟି ଦେଖିବାକୁ କେତେ ସୁନ୍ଦର ହେଇଛି ନା? ଚିକି ଟିକେ ଅପେକ୍ଷା କର, ମୁଁ ଏବେ ଫୁଲ ତୋଳି ଆଣେ, ତାପରେ ଆମେ ଘରକୁ ଯିବା। ଏମିତି କହି କୁନି ଫୁଲ ତୋଳିବାକୁ ଗଲା। ସେତେବେଳେ ଚିକି ତାକୁ କହିଲା, ଆରେ କୁନି, ସେପଟେ ଯାନି, ତୁ ଯଦି ପାଣିରେ ପଡ଼ିଯିବୁ ନା ତୁ ବୁଡ଼ିଯିବୁ। ନା ନା ଚିକି, ଭୟ କରନି, ମୋର କିଛି ବି ହେବନି। ମୁଁ ଏବେ ଫୁଲ ତୋଳି ତ ପାଖକୁ ଯାଉଛି। ଏଇ ଦେଖେ, ମୋର କିଛି ବି ହେଲାନି। ମୋ ମାଙ୍କୁ ଫୁଲ ଭାରି ଭଲ ଲାଗେ, ସେଥିପାଇଁ ମୁଁ ଏ ଫୁଲ ତୋଳିକି ଆଣିଲି। ମା ନୂଆ ଫୁଲ ଦେଖିଲେ ଭାରି ଖୁସି ହେଇଯିବେ। ଚାଲେ ଏବେ ଘରକୁ ଯିବା। ଆରେ ମା, ହାତରେ ଏଇଟା ତୁ କଣ ଧରିଛୁ? ଏଇଟା ତ ଗୋଟେ ଫୁଲ। ଏ ଫୁଲ ତୁ କୋଉଠୁ ଆଣିଲୁ? କୁନି ତାର ମାକୁ ସବୁ ଘଟଣା କହିଲା। ଓ ଆଚ୍ଛା, ସତରେ ଫୁଲଟି ଭାରି ସୁନ୍ଦର ହେଇଛି। ମତେ ସେ ଫୁଲଟା ଦେ, ମୁଁ ପାଣିରେ ରଖିଦେବି। ଫୁଲ ଅନେକ ଦିନ ଯାଏ ସତେଜ ରହିବ। ତୁ ଯା ହାତ ମୁହଁ ଧୋଇ ଆସିବୁ, ମୁଁ ଖାଇବା ପାରୁଛି ଖାଇନେବୁ। ଆଚ୍ଛା ଠିକ ଅଛି ମା, ଏଇ ନିଅ। ଏଇ କଣ, ମୁଁ ମୋ ଝିଅକୁ ଦେଖିବାକୁ ପାଉନି କଣ ପାଇଁ? ମୁଁ ଟିକେ ଶୋଇ ପଡ଼ିଥିଲି, ସେଇ ଭିତରେ ମୋ ଝିଅ କୁଆଡେ ଚାଲିଗଲା? ତୁ କାହା କଥା କହୁଛୁ ଗଛ? ତୋ ପାଖରେ ଯୋଉ ଲାଲ ଫୁଲ ଥିଲା, ସେ କଣ ତୋ ଝିଅ? ହଁ, ସେଇ ଫୁଲ ମୋ ଝିଅ। ଗୋଟେ ଛୋଟ ଚଢ଼େଇ ଛୁଆ ଆସି ସେ ଫୁଲ ତୋଳି ନେଇ ଯାଇଛି। ଏସବୁ ତୁମେ କଣ କହୁଛ? ତୁମେ କଣ ଜାଣିଛ ସେ ଚଢ଼େଇ ଛୁଆ କୋଉ ପଟେ ଯାଇଛି? ଦୟାକରି ମତେ କୁହ। ମୁଁ ଜାଣିନି ସେ ଚଢ଼େଇ ଛୁଆ କୋଉଠି ରୁହେ। ସେଇ ପୂର୍ବ ଦିଗରେ ଉଡ଼ିଗଲା, ମୁଁ କେବଳ ସେତିକି ଦେଖିଛି। ଏବେ ମୁଁ ମୋ ଝିଅକୁ କେମିତି ପାଇବି? ମୋ ଝିଅ ବିନା ମୁଁ ବଞ୍ଚି ପାରିବିନି। ସେ ଗଛ ଏମିତି କହି କହି କାନ୍ଦୁଥିଲା। ସେତେବେଳେ ଗୋଟେ ପ୍ରଜାପତି ସେ ଦୁଇ ଗଛଙ୍କ ସବୁ କଥା ଶୁଣି ତାଙ୍କ ପାଖକୁ ଆସିଲା। ଆରେ ଗଛ, ତୁମେ ଆଉ କାନ୍ଦନି, ମୁଁ ସେ ଚଢ଼େଇ ଛୁଆର ଘର ଦେଖିଛି। ସତ କହୁଛୁ ପ୍ରଜାପତି, ମତେ ଟିକେ ସାହାଯ୍ୟ କର। ତୁ ଯଦି ମତେ ସାହାଯ୍ୟ କରିବୁ, ମୁଁ ପୁଣି ଥରେ ମୋ ଝିଅକୁ ଫେରି ପାଇବି। ହଁ ହଁ, ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି। କୁହ, ମୁଁ କଣ କରିବି? ମୁଁ ତତେ ଗୋଟେ ମଞ୍ଜି ଦେଉଛି, ତୁ ସେ ମଞ୍ଜି ନେଇ ଚଢ଼େଇ ଛୁଆ ଘର ବାହାରେ ପକେଇ ଦେ। ସେ ମଞ୍ଜି ଦ୍ୱାରା ମୁଁ ମୋ ଝିଅ ପାଖରେ ପହଞ୍ଚି ପାରିବି। ଓ ଆଚ୍ଛା, ତେବେ ଠିକ ଅଛି, ମତେ ମଞ୍ଜି ଦିଅ, ମୁଁ ଏବେ ସେ ଚଢ଼େଇ ଛୁଆର ଘରକୁ ଯିବି। ଗଛ ପ୍ରଜାପତିକୁ ମଞ୍ଜି ଦେଲା। ପ୍ରଜାପତି ସେ ମଞ୍ଜି ନେଇ ଚଢ଼େଇ ଛୁଆର ଘର ବାହାରେ ପକେଇ ଦେଇ ଚାଲିଗଲା। ସଙ୍ଗେ ସଙ୍ଗେ ହିଁ ମଞ୍ଜିରୁ ଗୋଟେ ବଡ଼ ଗଛ ବାହାରିଲା। ଏଇ କଣ, ଆଗରୁ ତ ଏଠି ଗଛ ନଥିଲା, ହଠାତ୍ ଏତେ ବଡ଼ ଗଛ ଏଠାକୁ କେମିତି ଆସିଲା? କୁନି, ମା କୁନି, ଶୀଘ୍ର ବାହାରକୁ ଆସେ। କଣ ହେଲା ମା, ମତେ ଡାକିଲ? ଏଇ କଣ, ଏଇଟା ତ ସେଇ ପାଣିରେ ଥିବା ଗଛ, ଯୋଉ ଗଛର ଫୁଲ ମୁଁ ଆଣିଥିଲି। ଏଇ ତ ଝରକା ପଟୁ ମୁଁ ମୋ ଝିଅକୁ ଦେଖିପାରୁଛି। ଯେମିତି ବି ହେଉ ମୋ ଝିଅକୁ ମୁଁ ଏଠୁ ନେଇଯିବି। ମା, ତୁମେ ଗଛ ପାଇଁ ଆଉ ଚିନ୍ତା କରନି, ଭଲ ହେଇଛି ଆମ ଘର ବାହାରେ ଫୁଲ ଗଛ ହେଇଛି। ଏବେ ଆମେ ପ୍ରତ୍ୟେକ ଦିନ ଏ ଗଛରୁ ସୁନ୍ଦର ସୁନ୍ଦର ଫୁଲ ପାଇବା। ହଁ ରେ ମା, ତୁ ଠିକ କହିଲୁ। ଚାଲ ଏବେ ଘର ଭିତରକୁ। ଏଇ ତ ଚଢ଼େଇ ମାନେ ଏଠୁ ପଳେଇଲେ, ମୁଁ ଏବେ ଶୀଘ୍ର ମୋ ଝିଅକୁ ନେଇ ଏଠୁ ପଳାଏ। ଏମିତି କହି ଗଛ ତାର ଲଟାକୁ ଝରକା ପଟେ ବଢେଇ ଫୁଲକୁ ନିଜ ପାଖକୁ ନେଇ ଆସିଲା। ଆଉ ତାପରେ ସେ ସେଠାରୁ ଚାଲିଗଲା। ଏ ସବୁ ଘଟଣାକୁ ନି ଦେଖୁଥିଲା। ସେ ଶୀଘ୍ର ବାହାରକୁ ଆସିଲା। ଏ ମୁଁ କଣ ଦେଖିଲି? ଗଛ ଫୁଲକୁ ନେଇ ଚାଲିଗଲା। ଏମିତି କଣ ସମ୍ଭବ? ସେ ଗଛ ଏବେ କୋଉଠିକି ଯାଇଥିବ? ମୁଁ ସେ ଜାଗାକୁ ଥରେ ଯାଇ ଦେଖେ, ସେଠି ସେ ଗଛ ଅଛି କି ନାହିଁ ଜାଣିପାରିବି। ଫୁଲ ଗଛ, ତୁ ଆସିଗଲୁ, ତୁ ତ ଝିଅକୁ ପାଇଲୁ। ହଁ, ମୁଁ ମୋ ଝିଅକୁ ନେଇ ଆସିଛି।
ସେମାନେ ମୋ ଝିଅର କିଛି କ୍ଷତି କରିନଥିଲେ। ଭଲ ହେଲା ମୁଁ ଠିକ ସମୟରେ ପହଞ୍ଚିଗଲି। ମୋ ଝିଅକୁ ଗଛରେ ରଖିଦେଲେ ସେ ପୁଣି ମୋ ସହ କଥା ହେଇପାରିବ। ତାପରେ ଗଛ ଫୁଲକୁ ନିଜ ଡାଳରେ ଲଗେଇଦେଲା। ସଙ୍ଗେ ସଙ୍ଗେ ଫୁଲଟି କଥା କହିଲା, ମା ତୁମେ କୁଆଡେ ଯାଇଥିଲ? ଅନେକ ସମୟରୁ ମୁଁ ତୁମକୁ ଦେଖିବାକୁ ପାଉନଥିଲି। ମୁଁ ଏଇଠି ଥିଲି ରେ ମା। ମୁଁ ଟିକେ ଶୋଇ ପଡିଥିଲି। ସେତେବେଳେ ଗୋଟେ ଚଢିଛୁ ଆସି ତତେ ମୋ ପାଖରୁ ନେଇ ଯାଇଥିଲା। ସେଥିପାଇଁ ତୁ ମତେ ଦେଖି ପାରିଲୁନି। ହେଲେ ତୁ ଆଉ ଭୟ କରନି, ମୁଁ ଏବେ ତ ପାଖରେ ଅଛି। ତତେ ଏବେ ମୋ ପାଖରୁ କେହି ନେଇ ପାରିବେନି। ମୁଁ ଯାହା ଭାବୁଥିଲି ଠିକ ଭାବୁଥିଲି। ଗଛ ଫୁଲକୁ ଧରି ନିଜ ଜାଗାକୁ ହିଁ ଚାଲି ଆସିଛି। ତୁ ଏଠାକୁ ପୁଣି କାହିଁକି ଆସିଛୁ? ଯା ଚାଲିଯା ଏଠୁ। ମୁଁ ତତେ ମୋ ଫୁଲ ଦେଇ ପାରିବିନି। ନା ମୁଁ ଫୁଲ ନେବିନି। ମୁଁ ଗୋଟେ କଥା ଜାଣିବା ପାଇଁ ତୁମ ପାଖକୁ ଆସିଛି। ତୁମେ ଫୁଲ ନେବା ପାଇଁ ଆମ ଘରକୁ କେମିତି ଆସିଲ? ଆଉ ସେ ଫୁଲ ତୁମ ପାଖରେ ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? କାହିଁକି ନା ଫୁଲ ହେଉଛି ମୋ ଝିଅ। ତୁ ମୋ ଝିଅକୁ ମୋ ପାଖରୁ ନେଇ ଯାଇଥିଲୁ। କଣ ହେଲା? ସେ ଫୁଲ ତୁମ ଝିଅ? ଏସବୁ କେମିତି ସମ୍ଭବ? ଆମେ ଆଗରୁ ତୋ ଭଳି ଚଢିଥିଲୁ। ଏଇ ଜଙ୍ଗଲରେ ଆମ ଘର। ଦିନେ ଗୋଟେ ତାନ୍ତ୍ରିକ ଆମ ଘରକୁ ଆସିଲା। ସେ ମତେ ଖାଇବା ମାଗୁଥିଲା। ସେଦିନ ମୋ ମନ ଭଲ ନଥିଲା। ମୁଁ ରାଗିକି ତାକୁ ଘରୁ ବାହାର କରିଦେଲି। ସେ ତାନ୍ତ୍ରିକ ଆମକୁ ଅଭିଶାପ ଦେଲା। ତାରି ଅଭିଶାପ ଯୋଗୁଁ ମୁଁ ଗଛ ପାଲଟି ଗଲି। ଆଉ ମୋ ଝିଅ ଫୁଲ ହେଇଗଲା। ତା ମାନେ ତମେ ମାନେ ଆମ ପରି ଚଢେଇ ଗଛ ହେଇ ରହିବାକୁ ତୁମକୁ ଭାରି କଷ୍ଟ ଲାଗୁଥିବ ନା? ଚିନ୍ତା କରନି, ମୁଁ ତୁମକୁ ସାହାଯ୍ୟ କରିବି। କୁହ, କଣ କଲେ ତୁମେ ମାନେ ନିଜ ଅଭିଶାପରୁ ମୁକ୍ତ ହେଇପାରିବ? ତୁ ସତ କହୁଛୁ? ତୁ ଆମକୁ ସାହାଯ୍ୟ କରିବୁ? ଆମକୁ କେବଳ ତାନ୍ତ୍ରିକ ହିଁ ଅଭିଶାପରୁ ମୁକ୍ତ କରିପାରିବ। ସେ ତାନ୍ତ୍ରିକ ଘର ଏଇ ଜଙ୍ଗଲର ଶେଷ ମୁଣ୍ଡରେ। ମୋ ମା ସେ ତାନ୍ତ୍ରିକଙ୍କୁ ନିଶ୍ଚୟ ଚିହ୍ନିଥିବେ। ମୁଁ ଏବେ ଯାଉଛି ମୋ ମା ପାଖକୁ। ମୁଁ ତାଙ୍କୁ ସବୁ କଥା କହିବି। ତାପରେ ଚଢେଇ ଛୁଆ ଶୀଘ୍ର ତା ମା ପାଖକୁ ଗଲା। ଆଉ ତା ମାକୁ ସବୁ ଘଟଣା କହିଲା। ସବୁ ଶୁଣି ମା ଛୁଆ ତାନ୍ତ୍ରିକ ପାଖକୁ ଗଲେ। ମୁଁ ଜାଣେ ତମେ ମାନେ ମୋ ପାଖକୁ କଣ ପାଇଁ ଆସିଛ। ହେଲେ କେମିତି ତାନ୍ତ୍ରିକ ମା? ଆମେ ତୁମକୁ ଏଯାଏଁ ତ କିଛି ବି କହିନୁ। ମୁଁ ସବୁ ଜାଣେ। ସେ ଦୁଇ ମା ଛୁଆଙ୍କୁ ଉଚିତ ଶିକ୍ଷା ଦେବା ପାଇଁ ହିଁ କିଛି ଦିନ ପାଇଁ ମୁଁ ତାଙ୍କୁ ଗଛ କରିଥିଲି। ସେମାନେ ଅନେକ କଷ୍ଟ ପାଇଲେଣି। ଏବେ ମୁଁ ତାଙ୍କୁ ମୁକ୍ତ କରିଦେବି। ଏଇ ଗଙ୍ଗା ଜଳ ନିଅ, ତାଙ୍କ ଉପରେ ପକେଇଦେବ। ସେମାନେ ମୁକ୍ତ ହେଇଯିବେ। ତାପରେ ମା ଚଢ଼େଇ ତାନ୍ତ୍ରିକ ପାଖରୁ ଗଙ୍ଗା ଜଳ ଆଣି ଫୁଲ ଗଛ ଉପରେ ପକେଇଦେଲା। ଯାହା ଫଳରେ ସେମାନେ ନିଜ ଅଭିଶାପରୁ ମୁକ୍ତ ହେଇ ନିଜ ରୂପ ଫେରି ପାଇଲେ। ଭଉଣୀ, ତୁମକୁ ଅନେକ ଅନେକ ଧନ୍ୟବାଦ। ଆଜି ତୁମ ପାଇଁ ଆମେ ଅଭିଶାପରୁ ମୁକ୍ତ ହେଇପାରିଲୁ। ଆମେ ତୁମର ଏହି ଉପକାର କେବେ ବି ଭୁଲିବୁନି। ଆରେ ନା ମିଟୁ ଭଉଣୀ, ତୁମକୁ ଧନ୍ୟବାଦ ଦେବାକୁ ପଡିବନି। ଏବେ ତୁମେ ମାନେ ଘରକୁ ଯାଅ ଆଉ ଭଲରେ ରୁହ। ତାପରେ ସମସ୍ତେ ନିଜ ନିଜ ଘରକୁ ଫେରିଗଲେ। ମା ଚଢ଼େଇ ଆଉ ତାର ଝିଅ ମିଟୁକୁ ସାହାଯ୍ୟ କରିପାରି ଅନେକ ଖୁସି ଥିଲେ।